ତେଣୁ ଯୋଉ ଚନ୍ଦ୍ର ତାକୁ ଶକ୍ତି ଆଣିବା ପାଇଁ ଆମେରିକା ଗୋଟେ ଚନ୍ଦ୍ରକୁ ନିଜର କରିବା ପାଇଁ ଚାହିଁଲା। ଆଜ୍ଞା ଆମେ ଶାସ୍ତ୍ରରେ ପଢୁଛେ ସୂର୍ଯ୍ୟ ହଉଛନ୍ତି ଗମନଶୀଳ। ସୂର୍ଯ୍ୟ ସପ୍ତାଶ ବାହନ। ସାତଟା ଘୋଡ଼ା ଚଲଉଥିବା ରଥ ଉପରେ ଭଗବାନ ସୂର୍ଯ୍ୟ ପରିକ୍ରମଣ କରନ୍ତି ସକାଳୁ ସନ୍ଧ୍ୟାରେ। କିନ୍ତୁ ବିଜ୍ଞାନ କହିଲେ ସୂର୍ଯ୍ୟ ପୃଥିବୀ ଘୁରୁଛି। ଆଚ୍ଛା ପୃଥିବୀ ତେଣୁ ପୁରାଣର ବିଜ୍ଞାନ ଏଇ ଦ୍ୱନ୍ଦ୍ୱ ଭିତରେ ଆମେ ଏଇ ଜଗତ ଅଛି। ତେଣୁ ପଣ୍ଡିତେ ଏକା ଧାରରେ ଭଗବାନ ଶ୍ରୀକୃଷ୍ଣ ଭକ୍ତମାନଙ୍କ ପାଇଁ ଚନ୍ଦ୍ରଙ୍କ ଭଳି ଶୀତଳ ହୁଅନ୍ତି, ଦୁଷ୍ଟମାନଙ୍କ ପାଇଁ ସୂର୍ଯ୍ୟଙ୍କ ଭଳି ପ୍ରଚଣ୍ଡ ହୁଅନ୍ତି। ତେଣୁ ଯେଉଁ ଭଗବାନ ରାମ ଏବଂ କୃଷ୍ଣ ଧରିତ୍ରୀରୁ ଆସୁର ଶକ୍ତିକୁ ବିନାଶ କରିଥିଲେ, ସେ ରାମ ଏବଂ କୃଷ୍ଣ ସମସ୍ତଙ୍କର କଲ୍ୟାଣ କରନ୍ତୁ, ବିଶ୍ୱର କଲ୍ୟାଣ କରନ୍ତୁ। कटक सेंटर
ସିଜିନଟା ଆସି ଯାଉଛି ତ ଗୋଟିଏ ମ୍ୟାଚ୍ ଭଲ ଲାଗିଲା ସୃଷ୍ଟି ହୋଲି ସବୁ ତେଣୁ ମ୍ୟାମ୍ ମାନେ ଏତେ ଭଲ ଖେଳିଲେ ଯେ ହରିବୋଲ ସୁବିଧା ଠିକ ଅଛି ଆପଣମାନେ ହରିବୋଲ କିଛି କିଛି ମାତ୍ରାରେ ହରିବୋଲରେ କ'ଣ ହାତ ଟିକିଏ ହରିବୋଲ ହାତ ଟିକିଏ ଦ୍ରୌପଦୀ ଦି ହାତ ଟେକିଦେଲେ ପ୍ରଭୁ ସମର୍ପଣ ହେଇଗଲେ ଭଗବାନଙ୍କ ପାଖରେ ଦ୍ରୌପଦୀ ହାତ ଟେକିଦେଲେ ସମର୍ପଣ ହେଇଗଲେ ପ୍ରଭୁଙ୍କ ପାଖରେ ଆମେ ସମସ୍ତେ ପ୍ରଭୁଙ୍କ ପାଖରେ ସମର୍ପଣ ହେଇ ହାତ ଟେକି ହରିବୋଲ ଏବଂ ହଁ ଦେବେ ଦେବେ ଧର ହରିବୋଲ ତରିଗଲେ ମାସକେ ଖାଉନି ଅଣାର କଥା ଆଗ ମାପରେ କାମ ଥାଏ ହରିବୋଲ ତରିଗଲେ ଜଗାଇ ମାଧାଇ ହରିବୋଲ ତରିଗଲେ ଜଗାଇ ମାଧାଇ ବୋଲ ହରିବୋଲ 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 ଭାଇ 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 ହରିବୋଲ ତରିଗଲେ ଜଗାଇ ମାଧାଇ ହରିବୋଲ ତରିଗଲେ ଜଗାଇ ମାଧାଇ ହରିବୋଲ ତରିଗଲେ ଜଗାଇ ମାଧାଇ ହରିବୋଲ ତରିଗଲେ ଆଜ୍ଞା ମୁଁ କଣ କଥା କୁହେ ପବନ କୁହେ ବର୍ଷା ହୁଏ ସମଗ୍ର ଜୀବନର ଯାହାଙ୍କ ଇଚ୍ଛାରେ ବର୍ଷା ସିଏ ଚାହିଁଲେ ଗଛ ଭାସେ ସ୍ୱର ଭାସେ ସିଏ ବି ଏକ ଶବ୍ଦ ତାର ଯାହାଙ୍କ ଇଚ୍ଛାରେ ସାରା ସଂସାର ସେ କିଏ ଭଗବାନ ଈଶ୍ୱର ପରମ ବିଶ୍ୱନିୟନ୍ତା ଆମେ ସମସ୍ତଙ୍କୁ ଭିନ୍ନ ଭିନ୍ନ ରୂପରେ ଉପାସନା କରୁଛୁ କି ରାମ ରୂପରେ କି କୃଷ୍ଣ ରୂପରେ କି ଭଗବତ ଦେବୀ ରୂପରେ କି ଶିବ ରୂପରେ କି ବ୍ରହ୍ମା ରୂପରେ କି ବିଷ୍ଣୁ ରୂପରେ କି ନାରାୟଣ ରୂପରେ ଶକ୍ତି ହେଉଛି ବିଭିନ୍ନ ସ୍ଥାନ ସେ ଭିନ୍ନ ରୂପକୁ ଧାରଣ କରେ ତେଣୁ ସେ ଯୋଉ ଭଗବାନ ଦେଖିବାକୁ କିପରି ପ୍ରଭୁ ଦେଖିବାକୁ କିପରି ସଂସାର ପ୍ରତ୍ୟାଗ କରିବେ ଆଜ୍ଞା କହିଲେ ବିନୁପର ଚଳଇ ସୁନ୍ଦର କରବିନୁ କରମ କରଇ ବିଧିନାନା ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ସନ୍ତୋଷୀ ହୋଇ ତ ତାଙ୍କର ପାଦ ବିନା ପାଦରେ ଚାଲନ୍ତି ବିନା ହାତରେ କର୍ମ କରନ୍ତି ବିନା ମୁଖର ସଂସାର ଶାସ୍ତ୍ର କରନ୍ତି ଜଗତଗୁରୁ ଆଦି ସନ୍ତାନ
जगन्नाथ दास जहाँ को श्री चैतन्य अति बड़ी उपाधि जदि आज जगन्नाथ दास न थाते ताले घरे घरे ओडिया भागवत न थाता कि भागवत पुंगी न थाता ना ना एको क्रांतिकारी कवि हो जगन्नाथ दास ए कोते घरे घरे बोले पूरे आध्यात्मिक शब्द को प्रचार करी के कोन कहले जगन्नाथ दास ना ना प्रभु किसी न थाता ये जगत सिए गहिले प्रभु संसार पासे भागवत धियो करियो पई हां कहले शनिवारी संघ पालु नाथ परम दयालु नाथ परम दयालु नाथ परम
ପ୍ରଭୁ ତାଙ୍କର ଅବତାର ଧାରଣ କରି ଅନୁକୂଳ ରୂପକୁ ଆସିଲେ ଅର୍ଜୁନଙ୍କ ମହାପୁରୁଷ କଣ କହିଲେ ଶେଷ ମହିମା କେ କରିପାରିବ ଶେଷ ମହିମା କେ କରିପାରିବ ଆଜି भगवान अनुपम काहे प्रकट करछथि भक्तକୁ ଡାକିବା ପାଇଁ ଭକ୍ତ ପାଇଁ ଭଗବାନ ଆସିଛନ୍ତି ଅନୁପମ ରୂପ ନିର୍ଗୁଣରୁ ଗୁଣ ନିରାକାରରୁ ସାକାର କେବଳ ଆପଣମାନଙ୍କ ପାଇଁ ଆମମାନଙ୍କ ପାଇଁ भगवान आमको प्राप्त देखिए हमको उद्धार करिया पे तो से भगवान को प्राप्त हमर एकमात्र काटना तो भगवान को पाद को चिंता करे नहीं पाई परिबा भगवान को पाद पाई हम समस्त चाहिए पाइबा असंभव संसार कुछ नहीं सब कुछ संभव बाबा तर भगवान को पाद आउ के पाई चलती हम प्रभु देखि पाइबे हां तर आमे निहाती पाइबा देखिबा के पाइचंती जदि हम गुरु के पाइथिले से को बात पाइले केमिति पाइले हां हां हम जानिले आमे भी सही पथ को अवलंबन करे परिबा आमे भी भगवान को पाद को पाइबा परिबा भगवान को कृपा पाइबा परिबा हां ठीक है भगवान को पाद को पाइले किए ये कोली रे किए पाइले हां बापरो रे किए पाइले सत्य रे किए पाइले सत्य रे किए पाइले देखिबा वर्तमान सारी जुग कथा देखिबा ए कोली जुग रे हां भगवान को कृपा पाइबा संभव पाइले किए मु पाइची आगे तमे पाइले राति रही कि काई 5 टका पाइ बढिया रहउ नहीं भगवान पाद मु पाइची पाइछो केमति पाइलो भगवान होछन म मौसा जतळ मरि गले तांको पाद दीटा को धरि कि मु संसान को नैथि संपूर्ण नैथिले संपूर्ण पोड़ा पड़ी करी ताको पांस करी भिन्न भिन्न करी सब नदी रे भसेई दे ओ तम मौसा को ना होछि भगवान भगवान अच्छा तमे सेते तांको पाद मु संपूर्ण धरि धरि संसान ठीक नैथिली पाइची मु पाद तर योग्य पुत्रा तमे होछ मु अरे जहां को सामान्य स्पर्श रे आज्ञा मनुष्य निर्भर बा आ तमे भी भगवान को पाद पाइ था हां हम तो समस्त आगे भाग हो आज्ञा भाग पैसा दे सारिया परे मौसा कोकरे माउसी कोतला हमर चप्पल छिड़ी दे हां तार तो सदाळ छिड़ी जाउ तो भाग लोक मोटा समाज नहीं सब लोग का ब्याज दिस गरियो लोग सब जाक देखि से लोग का राइस लगे बजार छोड़ दियो मौसा किछि तो रखुनी से सब छिंडे दउची मुंह गरियो लोक आ माउसी पाए टका 50 एबे आपण पिन जाका सब नेगिरी पळछंती मते कहिथिले तमे सार को कहबो पिन जाका तमरा आणी मामरो मु कहली पिन हमर कोन हबो की मु कहली मु कहीं जाइली पिन कोन हबो कहनु कोन पिन हबो ना तमे जानि ना मु कहली मु कहीं जाइली मु तो सदाळे ओडिसा जाका बुली की राती रे पाला गाउची सेठी दिन जाका रहउची मु कहीं जाइली ना देखुनो मो ब्लाउज जाकर गोटिया बटम ना एते पैसा रोजगार करतो बटम भलो अरे जऊ बाडी मौसा भेडे तू की बुझिबु ओडिया तेनु कोन जगह खेदरे भगवान को पाद सचरे करिले पाइले किए के समस्त जानि भक्त बलिया दास अच्छा भक्त बलराम दास जेतेबेले भगवान पंचसुरान सहित सखा होई रहथिले तांको बाले रहथिले तांको सहित हसथिले खेलुथिले बुलुथिले हां होइतिला ये होचंती हमर सेई जगन्नाथ जे हमर ओडिया पुओ ओडिया संगे ओडिया पुओ रे चलो ताको जे जेमिति भाबरे डाकिछि सेमिति भाबरे पाइछि हमर डाकिबार अभाव जगु हम ताको पाइ पाउनी बोले बलिया तो ना जे आछि बलिया दास आछि आज्ञा बोले अमगे कोनाई को बानी रे हम समाजसे ने कोन बोलिया कोना ठाकुर एवं बलिया दास कोनस तोलिया को बोले अच्छा ताको अभ्यास अछि हां हां जेतेबेले
ନା ଆଉ ନାରୀ କଲେ ଗ୍ରୁପ ଅଣ୍ଡିରେ ହେଲେ ଚୁପ ବାବା ବାବା ରକ୍ଷା ଦେବେ ଏ ଯୋଉ ଝିଅଟି ନମସ୍କାର ଆଣି ଆସିଛି ନାରାୟଣ ଭାଇର କଲ୍ୟାଣ କରନ୍ତୁ ମୋ ମା ମାନଙ୍କର ଯେତେ ବାପା ଭାଇ ମାନେ ଅଛନ୍ତି ସମସ୍ତଙ୍କର କଲ୍ୟାଣ ହଉ ସେ ଆନନ୍ଦ କରା ବାବା ଗୋଳିଆ ଦାସଙ୍କ କାନ୍ଧରେ ଅଛି ମହାପ୍ରଭୁ କୋଟି ବ୍ରହ୍ମାଣ୍ଡ ନାୟକ ବିଶ୍ୱ ଜଗନ୍ନାଥଙ୍କ ପାଦ ଗୋଳିଆ ଦାସ ଧନ୍ୟ ହେଲେ ପ୍ରଭୁ ଆପଣଙ୍କ ପାଦ ସାନିଧ୍ୟ ପାଇବେ କଳିଯୁଗରେ ଭକ୍ତ ଗୋଳିଆ ଭଗବାନଙ୍କ ପାଦ ପାଇଲେ ପାଇଲେ କିଏ ହୁଇଛି ସନ୍ଥ କବି ଭୀମ ଭୋଇ କଣ କହିଲେ ଅନେକ ପ୍ରମାଣ ମିଳେ ଭୀମ ଭୋଇ ଅଛନ୍ତି ଅନ୍ଧ ଯଦି ଭୀମ ଭୋଇ ଅନ୍ଧ ସେ ପଦରେ ହଁ କଣ ଲେଖିଲେ ଦେଖୁ ଦେଖୁ କେବାସ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେ ମୋ ଜୀବନ ବରଂ ନର୍କରେ ପଡୁ ସାରା ଜଗତ ଉଦ୍ଧାର ହଉ ଅର୍ଥାତ୍ ହେଲେ ପ୍ରାଣୀଙ୍କ ଆଲୋକ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବାସ ସବୁ ଯିଏ ଦେଖିବ ସେ କେମିତି କରିବ ଯଦି ଭୀମ ଭୋଇ ଅନ୍ଧ ସେ ତ କହିଥାନ୍ତେ ଯେ ପ୍ରାଣୀଙ୍କ ଆଲୋକ ଦୁଃଖ ଅପ୍ରମିତ ଶୁଣୁ ଶୁଣୁ କେବାସ ଦେଖୁ ଦେଖୁ କି କରିଥାନ୍ତେ ତିନୋଟି ପ୍ରମାଣ ଆମେ ଭୀମ ଭୋଇଙ୍କ ବିଷୟରେ ଯେ ଭୀମ ଭୋଇ ଅନ୍ଧ ଅଛି ଲୋକମାନଙ୍କ ଦୁଃଖକୁ ସେ ଦେଖି ନପାରି ତାଙ୍କ ଆଖି ଫୁଟେଇ ଦେଲେ ଆଉ କେତେକ ସ୍ଥଳରେ ପ୍ରମାଣ ମିଳେ ଯେ ଭୀମ ଭୋଇଙ୍କୁ କେତେକ ଅସୂୟା ସମ୍ପନ୍ନ ହେଇକି ସହି ନପାରି ତାଙ୍କ ଆଖି ଫୁଟେଇ ଦେଲେ ଆଉ କିଛି ପ୍ରମାଣ ମିଳେ ଯେ ଭୀମ ଭୋଇ ଦୃଷ୍ଟିହୀନ ଥିଲେ ତାଙ୍କ ଆଖିକୁ ଦେଖାଯାଉଥିଲା ଯେତେବେଳେ ଯାଇ ଜଗିବା ପାଇଁ ଗୋଟେ କୂପ ମଧ୍ୟରେ ପଡ଼ିଛନ୍ତି ବନ ଭିତରେ ଅରଣ୍ୟ ଭିତରେ ଚିନ୍ତା କରୁଛନ୍ତି ପ୍ରଭୁ ମୁଁ ଜାଣିଛି ଯାହାର କେହି ନାହାନ୍ତି ତାର ବିଶ୍ୱନାୟକ ଅଛନ୍ତି ଜଗତର କର୍ତ୍ତା ଅଛନ୍ତି ଭଗବାନ ଅଛନ୍ତି ତେଣୁ ଅନୁଭବ କଲେ ଦିଟା ହାତ ଭୀମ ଭୋଇ କହିଲେ ହାତକୁ ମୁଁ ଧରିବି ଏ ହାତ ମାରିଛି ଯଦି ଡବାରୁ ଧରିବାର ଅଛି ମୁଁ ପାଦକୁ ଧରିବି ହାତ ମାରେ ପାଦ ଚାଲେ ମୁଁ ପାଦକୁ ଧରିବି ତାପରେ ଅନୁଭବ କଲେ କୂପ ମଧ୍ୟରେ ଦିଟି ପାଦ ଏ ପାଦକୁ ଧରି ଭୀମ ଭୋଇ କୂପରୁ ବାହାରିଲେ ପାଦ କହିଲେ ମୋତେ ଛାଡ଼ି ନା ଛାଡ଼ି ଏତେ ଦିନ ଧରି ଯାହା ଖୋଜି ଆସିଛି ଯେ ଜଗତର ଆଲୋକ ଦେଖିବି ତୁମକୁ ଖାଲି ଖୋଜି ଚାଲିଛି ଅନ୍ଧକାର ଭିତରେ ଆଜି ତାଙ୍କ ପାଦକୁ ଯେତେବେଳେ ପାଇଛି ମୁଁ ଏତେ ସହଜରେ ଛାଡ଼ିଦେବି ତେଣୁ ସେଇଠି ଭୀମ ଭୋଇ ଲେଖିଥିଲେ ଅନାହତ ବସେଇ ମୁଁ ଧରି ଅଛି ପଦ୍ମ ପାଦ ଛାଡ଼ିବି ଭଗବାନଙ୍କର ପାଦକୁ କଳିଯୁଗରେ ପାଇଥିଲେ ଭକ୍ତ ବଳରାମ ଦାସ ଆଉ ପାଇଥିଲେ ସନ୍ଥ କବି ଭୀମ ଭୋଇ ଏଇ କଳିଯୁଗରେ ଏଇ କଳିର ପ୍ରାଦୁର୍ଭାବରେ ମଧ୍ୟ ଏତେ ବଡ଼ ସନ୍ଥ ପାଇଥିଲେ ଭଗବାନଙ୍କର ପାଦ ତାହେଲେ କଳିଯୁଗ ପୂର୍ବରୁ ପରେ ଆସିବା ପୂର୍ବରୁ ଦ୍ୱାପର ଯୁଗ ଦ୍ୱାପର ଯୁଗରେ ପାଇଲା ଭଗବାନଙ୍କର ପାଦକୁ ଦ୍ୱାପର ଯୁଗରେ ପାଇଲେ କିଏ ନା ଦ୍ୱାପର ଯୁଗରେ ଦି ଜଣ ଖବର ଯାହାଙ୍କର ନାଁ ଇତିହାସ ଘୋଷେ ଲୋକ ତ ଅନେକ ଆସନ୍ତି ଅନେକ ଚାଲି ଯାଆନ୍ତି ହେଲେ ସମସ୍ତଙ୍କ ନାଁ ଜଗତ ମନେ ରଖେ ସମସ୍ତଙ୍କ ନାଁ ଭୁଲିଯାଏ କିଛି କିଛି ଲୋକଙ୍କ ନାଁ ସଂସାରରେ ସବୁଦିନ ପାଇଁ ରହିଯାଏ ଦି ଜଣ ଶବର ଦ୍ୱାପର ଯୁଗରେ ଯାହାଙ୍କର ନାଁ ଇତିହାସ ଘୋଷେ ଆମେ ଘୋଷୁଛୁ ସେ କିଏ ନା ଜରା ଶବର ଆଉ ଜାରା ଶବର ଯିଏ ଏକଲବ୍ୟ ଦୃଢ଼ଙ୍କର ମାଟିର ମୂର୍ତ୍ତିକୁ ମା ତିଆରି କରି ସେତେବେଳେ ଜାତି ଭେଦର ଯୋଉ କାଇଦା କଟକଣା ଥିଲା ପାଣ୍ଡବ କୌରବ କ୍ଷତ୍ରିୟ ସେମାନଙ୍କ ପାଖରେ ଜଣେ ଶବର ପିଲା ପାଣ୍ଡବ କୌରବ କ୍ଷତ୍ରିୟଙ୍କ ପିଲା ପାଖରେ ଶବର ପିଲା ପାଠ ପଢି ପାରିବନି ହତୋତ୍ସାହିତ ହେଇ ନିରାଶ ହେଇ ଫେରିଗଲା ଜାରା ଶବର କହିଲା ମୁଁ ପାଠ ପଢିବି ଐକାନ୍ତିକ ଚେଷ୍ଟା ଥିଲେ ଆତ୍ମବଳ
अच्छा ତେଣେ कौन है जी ଭଗବାନ ଶ୍ରୀକୃଷ୍ଣ कौन कले प्रभु କଣ କରୁଛନ୍ତି? ତାକୁ ଭଲ ଲାଗିଲା ନା ନା ମା ନା ନାହିଁ ଅଭିଶାପ ଦେଇଛନ୍ତି କୃଷ୍ଣ ତୋ ବଂଶ ବୁଡ଼ି ଯାଉ बाबा କୃଷ୍ଣ ତୋ ବଂଶ ବୁଡ଼ି ଯାଉ କୃଷ୍ଣ ତୋ ବଂଶ ବୁଡ଼ି ଯାଉ ମା ଗାନ୍ଧାରୀ ତାଙ୍କର ପୁତ୍ରମାନେ ମରିଯିବା ପରେ ମହାଭାରତ ଯୁଦ୍ଧ ପରେ କାନ୍ଦିଛନ୍ତି ସମୁଦ୍ର କୂଳରେ ବସି ତାଙ୍କରି ଆଖିର ଲୁହର ସୃଷ୍ଟି ହେଇଛି ଲୌହ ପିଣ୍ଡ ସେ ଯୋଉ ଲୌହ ମୂଷଟାକୁ କୃଷ୍ଣଙ୍କର ଦୁଷ୍ଟ ପୁତ୍ରମାନେ ତାଙ୍କର ଅତ୍ୟନ୍ତ ସୁନ୍ଦର ପୁତ୍ର ହଉଛନ୍ତି ଶାମ୍ବ ଶାମ୍ବକୁ ନାରୀ ବେଶ କରିକି ତାକୁ ସଜେଇଛନ୍ତି ପୁଣ୍ଡରୀକ ତୀର୍ଥକୁ ଋଷିମାନେ ଯାଉଛନ୍ତି ଓଡ଼ିଆ ଭାଗବତ ଅତିବଡ ଜଗନ୍ନାଥ କହିଲେ ଶାମ୍ବକୁ ନାରୀ ବେଶ କରି ଉଦରେ ଲୌହ ପାତ୍ର ଭରି ଉଦରେ ଲୌହ ପାତ୍ର ଭରି ଉଦରେ ଲୌହ ପାତ୍ର ଭରି ଯଦୁ ବଂଶର ନାରୀ ଏହି ଅନେକ ଦିନୁ ଗର୍ଭବହି ଅନେକ ଦିନୁ ଗର୍ଭବହି ଅନେକ ଦିନୁ ଗର୍ଭବହି ଇଏ ହଉଛନ୍ତି ଯଦୁବଂଶ ନାରୀ ଅନେକ ଦିନ ଗର୍ଭଧାରଣ କରି ସନ୍ତାନ ସୃଷ୍ଟି ହେଉନାହିଁ बाबा बाबा ତାହେଲେ ହେ ଋଷିବର हां हां ଆପଣ କୁହନ୍ତୁ